ଆପଣ ପରିଚୟ ଦେବେ। ମୁଁ ଡକ୍ଟର ସତ୍ୟଜିତ ନାୟକ, ସାଇ ମଙ୍ଗଲ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟ। କ'ଣ କହିବେ ଆଜି କାର୍ଯ୍ୟକ୍ରମ କ'ଣ ଅଛି? ଆଜି ଏ କାର୍ଯ୍ୟକ୍ରମ ଆମର 2017 ମସିହାରେ ଥିବା ଆଜେଣ୍ଡା ଭିତରୁ ଅନ୍ୟତମ। 17 ମସିହାରେ ମେ ମାସ 4 ତାରିଖରେ ଟ୍ରଷ୍ଟର ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଅନୁମୋଦିତ, 18 ମସିହା ସେପ୍ଟେମ୍ବର 23 ତାରିଖରେ ଗଭର୍ଣ୍ଣମେଣ୍ଟ ଅଫ୍ ଇଣ୍ଡିଆ ଅନୁମୋଦିତ। ଏ ଟ୍ରଷ୍ଟର ଯେଉଁ ଥିଲା ଅବଜେକ୍ଟିଭ୍ ସେ ଭିତରୁ ଏ କାର୍ଯ୍ୟକ୍ରମ ଅନ୍ୟତମ, ଯେଉଁଥିରେ କି ମାଗଣା ରୋଗୀ ସେବା, ଗ୍ରାମୀଣ ଲୋକମାନଙ୍କର ସ୍ୱାସ୍ଥ୍ୟାବସ୍ଥାକୁ ଉନ୍ନତି କରିବା ପାଇଁ କେଉଁଭଳି ଭାବରେ ଡାକ୍ତରମାନଙ୍କୁ ଡାକିକି ଆଣି ଏଠି ଉପସ୍ଥିତ କରାଇବା, ଲୋକମାନଙ୍କର ରୋଗ ଚିକିତ୍ସା ବିନା ମୂଲ୍ୟରେ ସୁଲଭ ଭାବରେ କରାଯାଇପାରିବ ଆଉ ଔଷଧ କିଛି କିଛି ଜାଗାରେ ବିତରଣ କରିପାରିବ ବିନା ମୂଲ୍ୟରେ। ତା ସହିତ ରକ୍ତଦାନ ଶିବିର କାର୍ଯ୍ୟକ୍ରମ, ଯେଉଁଠିକି ଗ୍ରାମୀଣ ଲୋକମାନଙ୍କ ପାଇଁ ଲୋକଙ୍କ ମନରେ ଦ୍ୱନ୍ଦ୍ୱ ଭୟ ସୃଷ୍ଟି ହେଉଛି, ରକ୍ତ ଦେଲେ ଶରୀର କ୍ଷତି ହେବ, ତାକୁ ଦୂର କରି କେଉଁଭଳି ଭାବରେ ଲୋକମାନଙ୍କୁ ସତରେ ମିଶାଇବା, ସେହି ପ୍ରୟାସ ଗୋଟେ ଚାଲିଛି। ଗୋଟେ ଆମର ଟ୍ରଷ୍ଟର ଅନ୍ୟତମ ଫର୍ଦ୍ଦ ପାଖେ ଟ୍ରଷ୍ଟ ଆଗରୁ କ'ଣ କାମ ସବୁ କରିଚାଲିଛି? ଆମ ଟ୍ରଷ୍ଟ 2018 ମସିହାରୁ ଆରମ୍ଭ କରି ଆମର ଯେଉଁ ସବୁ କାର୍ଯ୍ୟକ୍ରମ ସବୁ ଅନ୍ୟତମ ହେଉଛି ସ୍କିଲ୍ ଡେଭଲପମେଣ୍ଟ ପ୍ରୋଗ୍ରାମ, ଯେଉଁମାନେ ସ୍କୁଲ ପାଉଥିବା ପିଲା ଯେକୌଣସି ଶିକ୍ଷାଗତ ତାଙ୍କୁ ଟ୍ରେନିଂ ଦିଆକରି କେମିତି ତାଙ୍କୁ ସେମାନେ ଚାକିରି ଖଣ୍ଡେ ପାଇବେ, ତାଙ୍କ ପରିବାର ପୋଷଣ କରିପାରିବେ, ଦିଗରେ ଉନ୍ନତି ବହୁତ ଚେଷ୍ଟା କରିଚାଲିଛି, ବହୁତ ଜାଗାରେ ମଧ୍ୟ ସଫଳ ପାଇଛି। ତା ସହିତ ସ୍ପିରିଚୁଆଲ ଆୱାରନେସ୍, ରୁରାଲ ଡେଭଲପମେଣ୍ଟ, ଆଉ ତା ସହିତ ଆମର 10 ଖଣ୍ଡ 12 ଖଣ୍ଡ ଗାଁରେ ଟିକିରି ଆରମ୍ଭ କରି ଟିକିରି ମହାକାଳପଡ଼ା ସେପଟେ ସୁବଳା ଛନ୍ଦା ରମିତ ସବୁ ଲୋକଙ୍କୁ ଚିହ୍ନଟ କରି ଯେଉଁମାନେ ଅସହାୟ ବ୍ୟକ୍ତି ମାନେ ମୋଷ୍ଟଲି ଯେଉଁମାନେ ସବୁ ଅଛନ୍ତି ବୃଦ୍ଧା ବୃଦ୍ଧ ଲୋକ, ତାଙ୍କମାନଙ୍କର ସହାୟତା ଆମେ ମାସିକର ଗ୍ରସରୀ, କପଡ଼ା, ଛତା, ବେଡ଼ସିଟ୍, ଲୁଗା, ଗାମୁଛା ଆମେ ବିନା ମୂଲ୍ୟରେ ତାଙ୍କୁ ସବୁ ସହଯୋଗ କରିଛୁ। ତା ସହିତ ଗରିବ ପିଲାମାନେ ଯେଉଁମାନେ ସ୍କୁଲ ପାଠ ପଢ଼ୁଛନ୍ତି, ତାଙ୍କର ଶିକ୍ଷା ପାଇଁ ଇଚ୍ଛା ଅଛି, ସୁଯୋଗ ନାହିଁ, ତାଙ୍କ ପରିବାର ଅବସ୍ଥା ଖରାପ, ତାଙ୍କମାନଙ୍କୁ ସ୍କୁଲ ଭିତରେ ଯେଉଁମାନେ ଯାହା ଦରକାର କାର୍ଯ୍ୟକ୍ରମ ଯେମିତି ବହି, ଖାତା, ବ୍ୟାଗ୍ ଆଉ ସ୍କୁଲ ମ୍ୟାଟେରିଆଲ ଯୋଗାଇ ଦେଇଛୁ। ବ୍ଲଡ଼ କିଭଳି କାର୍ଯ୍ୟ ଲାଗିବ ବୋଲି ଆପଣ ଆଶା ରଖିଛନ୍ତି? ବ୍ଲଡ଼ ନିଶ୍ଚିତ ମୁଁ ଭଗବାନ ମୂର୍ତ୍ତିରେ ପ୍ରାର୍ଥନା କରୁଛି, କିଞ୍ଚିତ ଅର୍ଥରେ ମୋର ଗୋଟା ଏତିକି ଅବଦାନ ଜନ ଜୀବନ ବଞ୍ଚାଇବାରେ ସାହାଯ୍ୟ କରିବ। ମୁଁ ଏତିକି ଜଗନ୍ନାଥଙ୍କ କତିରେ ପ୍ରାର୍ଥନା କରିଛି। ଏ ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ସମସ୍ତ ସବୁ ଜାଗାରେ ସବୁ ସମୟରେ କରିବା ଆବଶ୍ୟକତା ଅଛି, କାରଣ ରକ୍ତ ପାଇଁ ଜୀବନ, ରକ୍ତ ପାଇଁ ଅନେକ ଜୀବନ ବି ଯାଉଛି, ସେ ଜୀବନ ବଞ୍ଚିବା ନିହାତି ଜରୁରୀ। ଆମେ ସମସ୍ତେ ଜଣେ ଜଣେ ବୁନ୍ଦେ ବୁନ୍ଦେ ଯଦି ରକ୍ତ ଦେବା, ବହୁ ଜୀବନ ବଞ୍ଚିଯିବାର ଆଶା ଅଛି। আসলে ব্লড দেওয়া কাই রক্ত দেলে কোণ রক্ত দেলে ଆପଣ ଭାବୁଛନ୍ତି ରକ୍ତ ନେଇ କ'ଣ ହେଇପାରିବ? ବହୁତ ଲୋକ ବଞ୍ଚିବେ, ଯାହା ଦରକାର ହେଲା ସେ ରକ୍ତ ଦେବେ। ଆପଣ କେତେ ଖୁସି ଅଛନ୍ତି ରକ୍ତ ଦେଲା? ବହୁତ ଖୁସି ଅଛି। ଆପଣଙ୍କୁ କେମିତି ଅସୁସ୍ଥ ଲାଗୁଛି ନା ଅସୁସ୍ଥ ନାହିଁ? ମୁଁ ଯିବି ରଖା ହୋଇପାରୁନି। ଆମ ଶ୍ରମିକ ମଣିଷ ଅଛନ୍ତି 10 ଶ୍ରମିକ ଭାବେ ରକ୍ତ ଦେଇ ବହୁତ ଖୁସି ଅଛି। କେନ୍ଦ୍ରାପଡ଼ାରୁ ଜିଲ୍ଲା ପ୍ରତିନିଧି ପ୍ରଶାନ୍ତ କୁମାର ବେହେରାଙ୍କ ରିପୋର୍ଟ, BMS ଟିଭି ଓଡ଼ିଆ।